Hello everyone, welcome to School Plus 20,000 ଜୁନିୟର ଟିଚର ନିଯୁକ୍ତିକୁ ନେଇକି କିଛି ଅପଡେଟ୍ ଅଛି ଯାହାକି ଓସେପାରୁ ଆସିଛି। ଓକେ, ଯେମିତିକି ଆମର ଆପଣମାନଙ୍କର ସବୁ କ୍ୱେଶ୍ଚିନ୍ ଅଛି କି ଫାଇନାଲ ଲିଷ୍ଟ କେବେ ଆସିବ, ସ୍କୁଲ ଲିଷ୍ଟ କେବେ ଆସିବ, ସ୍କୁଲ ଆଲୋକେସନ କେମିତି ହେବ ଏବଂ କେବେ ହେବ, ତାପରେ ଆସିଲା ଇନାଗୁରେସନ ପ୍ରୋଗ୍ରାମ କେବେ ହେବ। ତ ସବୁ କିଛି ଇନଫର୍ମେସନ ଆପଣମାନଙ୍କୁ ମୁଁ ଏହି ଭିଡିଓ ମାଧ୍ୟମରେ ଦେଇଦେବି। ତ ଆପଣମାନେ ଭିଡିଓକୁ ଫାଷ୍ଟ ରୁ ଲାଷ୍ଟ ଯାଇ ଦେଖିବେ, ବିନା ସ୍କିପ୍ କରିକି ଦେଖିବେ। ଓକେ, ତ ଚାଲନ୍ତୁ ଆମେ ନୋଟିସ୍ ପେଜ୍ କୁ ଯିବା। ଦେଖନ୍ତୁ ଫାଷ୍ଟ ଆମର ନୋଟିସ୍ ଆସିଛି କୋଉଠୁ ନା ଆମର ଆସିଛି ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି। ଓକେ, ଓସେବା ତରଫରୁ ଆସିଛି। ଓକେ, ସବୁ ଡିଓ ମାନଙ୍କ ପାଖକୁ ଯାଇଛି। ଓକେ, ତ ଦେଖନ୍ତୁ ଆମର ଫାଷ୍ଟ ଜାଣି ରଖିବା ଉଚିତ ଫାଷ୍ଟ ରୁ କି ଆମର କେବେ କଣ ହବ ବା ଟେଣ୍ଟେଟିଭ ଡେଟ୍ କଣ ଅଛି। ଫାଷ୍ଟ ଦେଖନ୍ତୁ ଯୋଉମାନେ ସବୁ ରିଜେକ୍ଟ ହେଇଥିଲେ ଫାଷ୍ଟ ଯୋଉ ଡକ୍ୟୁମେଣ୍ଟ ଭେରିଫିକେସନ ହେଇଥିଲା, ତ ସେମାନେ ଆଉ ଥରେ ଡକ୍ୟୁମେଣ୍ଟ ଭେରିଫିକେସନ କରିପାରିବେ, ଯାହାକି 20 ଜୁଲାଇ ଆଣ୍ଡ 22 ଜୁଲାଇରେ ହବ। ଓକେ, ତ ଫାଷ୍ଟ ଦିନ ଆମର କ୍ୟାଟେଗୋରୀ 1 ପେପର 1 ପାଇଁ ହବ ଏବଂ ସେକେଣ୍ଡ ଦିନ ଯୋଉଟା 22 ତାରିଖ ଦିନ ଆମର ପେପର 2 ପାଇଁ ହବ। ଓକେ, ତ ତାପରେ ଆସିଲା ରିଜେକ୍ସନ ଲିଷ୍ଟ। ଓକେ, ତ ରିଜେକ୍ସନ ଲିଷ୍ଟ ଯୋଉଟା କି 25 ଜୁଲାଇରେ ଆସିବ। ଓକେ, ତାପରେ ଆସିଲା ଆପଣମାନଙ୍କର ତାପରେ ଆସୁଛି ଦେଖନ୍ତୁ ଆମର ଯାହା ବି କିଛି ସ୍କୁଲ ସିଲେକ୍ସନ ହବ ସବୁ କିଛି ଅନଲାଇନ ହବ। ଏବଂ ତାପରେ ଆସିଲା ପବ୍ଲିକେସନ ଅଫ ପ୍ରୋଭିଜନାଲ ମେରିଟ ଲିଷ୍ଟ ଆଣ୍ଡ ରିଜେକ୍ଟ ଲିଷ୍ଟ, ଯୋଉଟା କି ଆମର କେବେ ଆସିବ ନା 26 ତାରିଖରୁ 2 ତାରିଖ ମଧ୍ୟରେ। ଓକେ, 26 ଜୁଲାଇରୁ ଅଗଷ୍ଟ 2 ତାରିଖ ମଧ୍ୟରେ ସେ ଲିଷ୍ଟ ଆସିବ। କେବେ ଆସିବ ଠିକ ନାହିଁ, କିନ୍ତୁ ପର୍ଟିକୁଲାର ଡେଟ୍ ତ ସେମିତି ଦେଇନାହାନ୍ତି, କିନ୍ତୁ 26 ରୁ 2 ତାରିଖ ମଧ୍ୟରେ ଆସିବ, ଯୋଉଟା କି ଆପଣମାନଙ୍କୁ ଏଇଠି ନୋଟିସ ମାଧ୍ୟମରେ ଆପଣମାନେ ଦେଖିପାରୁଥିବେ। ତାପରେ ଆସିଲା ଆପଣମାନଙ୍କର ଆମର ଯୋଉ ସ୍କୁଲ ସିଲେକ୍ସନ ହବ ସବୁ କିଛି ଅନଲାଇନ ମେଥଡରେ ହବ। ଓକେ, ଆଉ ସ୍କୁଲ କାଉନସିଲିଂ ମଧ୍ୟ ସେମ୍। ଓକେ, ତ ଦେଖନ୍ତୁ କେବେ ହବ ଆପଣମାନଙ୍କୁ ଟାଇମ ଦିଆହବ 4 ଦିନ। ଓକେ, କାଉନସିଲିଂ ଅଫ କ୍ୟାଣ୍ଡିଡେଟ୍ସ ବାଇ ରେସ୍ପେକ୍ଟିଭ ଡିଷ୍ଟ୍ରିକ୍ଟ ଫର ଆଲୋକେସନ ଅଫ ସ୍କୁଲ, ମାନେ ଡିଷ୍ଟ୍ରିକ୍ଟ ଥ୍ରୋରେ ସବୁ ଯୋଉଠି ବି ଯେତେଟା ଭ୍ୟାକେଣ୍ଟ ଥିବ ଯୋଉ ସ୍କୁଲରେ, ତ ସେଇ ଅନୁସାରେ ସେଠି ପୋଷ୍ଟିଂ ଆଲୋକେସନ କରାହବ, ଯୋଉଟା କି ଆପଣମାନଙ୍କୁ ଅପସନ ଦିଆହବ ଅନଲାଇନ ମାଧ୍ୟମରେ ଆପଣମାନଙ୍କର ଇମେଲ ଆଇଡି ଆଣ୍ଡ ପାସୱାର୍ଡ ଦେଇକି ଆପଣମାନେ ଲଗ୍ଇନ କରିକି ଆପଣମାନେ ସ୍କୁଲ ପାଇଁ ଆପଣମାନେ ଦେଇପାରିବେ, ଯୋଉଟା କି ଆପଣମାନଙ୍କର 12 ତାରିଖରୁ 16 ତାରିଖ ମଧ୍ୟରେ ହବ। ଓକେ, ତ ଆପଣମାନଙ୍କର ଓକାକ୍ କରିବ। ଓକେ, ତାପରେ ଆସିଲା ଆପଣମାନଙ୍କର ଲାଷ୍ଟ ଯୋଉ ଫାଇନାଲ ମେରିଟ ଲିଷ୍ଟ, ଯୋଉଟା କେବେ ଆସିବ ନା ହଉଛି ଆପଣମାନଙ୍କର 23 ଅଗଷ୍ଟରୁ ଓକେ 23 ଅଗଷ୍ଟରୁ 12 ସେପ୍ଟେମ୍ବର ମଧ୍ୟରେ ଆସିବ। ଓକେ, ତ ଏଇଟା ଥିଲା ଲାଷ୍ଟ ପ୍ରୋସେସ। ତ ଲାଷ୍ଟକୁ ଆପଣମାନଙ୍କର ଯୋଉ ଇନାଗୁରେସନ ପ୍ରୋଗ୍ରାମ ହବ ତ ସେପ୍ଟେମ୍ବର ମାସରେ ହବ, ଆପଣମାନେ ଧରିଥାନ୍ତୁ କି ସେପ୍ଟେମ୍ବର 5। ଓକେ, ତାପରେ ଆମେ ଦେଖିବା କି ଆପଣମାନଙ୍କର ଯୋଉ ସ୍କୁଲ ଯୋଉ ଆଲୋକେସନ ହବ ତ ସେଟା କେମିତି ହବ। ଦେଖନ୍ତୁ ଆପଣମାନଙ୍କର ଯୋଉ ରାଙ୍କ ଅଛି ନା, ତ ରାଙ୍କ ଅଛି, ତ ସେଇ ରାଙ୍କ ଅନୁସାରେ ଆପଣମାନଙ୍କର ସ୍କୁଲ ଆଲୋକେସନ ହବ। ଓକେ, ମେରିଟ ରାଙ୍କ ଯୋଉ ଅଛି, ତ ସେଇ ମେରିଟ ରାଙ୍କ ଅନୁସାରେ ଆପଣମାନଙ୍କର ମାନେ ସ୍କୁଲ ମାନେ ଆଲୋକେସନ ହବ। ଓକେ, ଆଉ ଆପଣମାନେ ଯୋଉ ଆପଣମାନଙ୍କର ଇମେଲ ଆଇଡି ଆଣ୍ଡ ପାସୱାର୍ଡ ଦେଇକି ଆପଣମାନେ ସେତେବେଳେ ଲଗ୍ଇନ କରିପାରିବେ। ଏବଂ ଦେଖନ୍ତୁ ତାପରେ ଯୋଉ ଆମର ଯୋଉ ଆସିବନି କି ଫାଇନାଲ ଲିଷ୍ଟ ସିଲେକ୍ଟେଡ ଲିଷ୍ଟ, ତ ସେଟା ଆପଣମାନଙ୍କର ଦେଖିପାରୁଥିବେ। ଫାଷ୍ଟ ଆପଣମାନଙ୍କର ଏଠି ଲେଖା ହବ ସିରିଏଲ ନମ୍ବର, ତାପରେ ରୋଲ ନମ୍ବର, ତାପରେ ଆସିଲା ନେମ୍ ଅଫ କ୍ୟାଣ୍ଡିଡେଟ୍ସ, ମୋବାଇଲ ନମ୍ବର, ଇମେଲ ଆଇଡି, ଡେଟ୍ ଅଫ ବାର୍ଥ, ପୋଷ୍ଟ ଅଫ କ୍ୟାଟେଗୋରୀ, ଜେଣ୍ଡର, ପିଡବ୍ଲ୍ୟୁଡି ୟେସ୍ ଅର୍ नो, ତାପରେ ସୋସିଆଲ କ୍ୟାଟେଗୋରୀ, ସିଲେକ୍ସନ କ୍ୟାଟେଗୋରୀ, ମେରିଟ ରାଙ୍କ, ଆଲୋକେଟେଡ ଡିଷ୍ଟ୍ରିକ୍ଟ। ତ ଦେଖନ୍ତୁ ଏଇଟା ହଉଛି ଆପଣମାନଙ୍କର ଆସିବ। ଓକେ, ତାପରେ ଆସିଲା ଏଇ ଯୋଉ ଫର୍ମାଟରେ ଆପଣମାନଙ୍କର ଯୋଉ ଫାଇନାଲ ଲିଷ୍ଟ ଆସିବ। ତାପରେ ଆସିଲା ଆପଣମାନଙ୍କର ଫର୍ମାଟ ଫର ପ୍ରିପାରେସନ ଅଫ ଲିଷ୍ଟ ଅଫ ସ୍କୁଲ ଲିଷ୍ଟ କେମିତି ଆସିବ ନା ସିରିଏଲ ନମ୍ବର ଦିଆହବ, ତାପରେ ନେମ୍ ଅଫ ଡିଷ୍ଟ୍ରିକ୍ଟ ଲେଖା ହେଇଥିବ, ପୋଷ୍ଟ ଲେଖା ହବ, ନେମ୍ ଅଫ ବ୍ଲକ ଲେଖା ହବ, ନେମ୍ ଅଫ ସ୍କୁଲ ଲେଖା ହବ, ନମ୍ବର ଅଫ ଭ୍ୟାକେନ୍ସି ଆଣ୍ଡ ପ୍ରାୟୋରିଟି ରାଙ୍କ। ଓକେ, ତ ଆପଣମାନେ ଯୋଉ ସ୍କୁଲକୁ ଦେବେ ଯୋଉ ପ୍ରାୟୋରିଟି ଅନୁସାରେ ଆପଣମାନଙ୍କର ସ୍କୁଲ ଆଲୋକେସନ ହବ। ତ ସେଇ ଅନୁସାରେ ଆପଣମାନେ ଦେଖି ଚାହିଁକି ଦେବେ ଲିଷ୍ଟ, ମାନେ ସରି ପ୍ରାୟୋରିଟି। ତ ଏହା ଥିଲା ସମ୍ପୂର୍ଣ୍ଣ ଇନଫର୍ମେସନ। ତ ମୋର ଆଶା ଆପଣମାନଙ୍କୁ ଭିଡିଓ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ କରିବେ, ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ କରିବେ ଏବଂ ଆପଣମାନଙ୍କୁ ଭିଡିଓ କେମିତି ଲାଗିଲା ମତେ କମେଣ୍ଟରେ ଜଣାଇବେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।